ମୁଁ ହେଉଛି ବନରଞ୍ଜନ ପଟ୍ଟନାୟକ ଗୋ ବ୍ଲକର ଉପାଧ୍ୟକ୍ଷ ଅଛି। ବିଶ୍ୱ ଐତିହ୍ୟ ସ୍ଥଳ କୋଣାର୍କରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଏବଂ ଏଠି ଡ୍ୟାନ୍ସ ଫେଷ୍ଟିଭାଲ ମଧ୍ୟ ଚାଲିଛି। ତାରି ଭିତରେ ତୃତୀୟ ଦିନରେ ଆମର ଇଏ ମିଡ଼ିୟମ୍ ଫୋରମ୍ ତରଫରୁ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ପିଲାମାନଙ୍କ ଭିତରେ ହୁଏ ଏବଂ ଆଜି ଚିତ୍ତାକର୍ଷଣ ଲାଭ କରିଛନ୍ତି ପିଲାମାନେ। ଉତ୍କୃଷ୍ଟ ଚିତ୍ରାଙ୍କନ କରିଛନ୍ତି, ପ୍ରବନ୍ଧ କରିଛନ୍ତି, ତାଙ୍କୁ ପୁରସ୍କୃତ କରାଗଲା, ଉତ୍ସାହିତ କରାଗଲା। ଯେହେତୁ ଇଏ ଗୋଟେ ଶିଳ୍ପୀ ମାଟି ଏବଂ ଐତିହ୍ୟ ମାଟି, ଏଠୁ ପିଲା ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ନ୍ତୁ ଯାଆନ୍ତୁ, ଇଏ ମିଡ଼ିଆ ଫୋରମର ଗୋଟେ ବଢ଼ିଆ ପ୍ରୟାସ। ତେଣୁ ଫୋରମର ସମସ୍ତ ବନ୍ଧୁମାନଙ୍କୁ ମୁଁ ଏ ପରିପ୍ରେକ୍ଷୀରେ ଧନ୍ୟବାଦ ଜଣାଉଛି ଏବଂ ଇଏ ଦୀର୍ଘସ୍ଥାୟୀ ହଉ, ଏ ଉତ୍ସବ ଆହୁରି ଆଗକୁ ବଢ଼ୁ, ସେଥିପାଇଁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଏବଂ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଠାକୁରଙ୍କର କଳସୀ ବୁଡେଇବି ବୋଲି, କିନ୍ତୁ ମହାପ୍ରଭୁଙ୍କର ଏମିତି ଅନୁଦାନ ହେଲା, ମୁଁ କଳସୀ ବୁଡେଇଲି ଆରାମରେ ଘରକୁ ଗଲି, କିଛି ମୋର ଅସୁବିଧା ନାହିଁ। ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ। ମୁଁ ମାନସିକ କରିଥିଲି ଏଇ ବର୍ଷ ପାଣି ପ୍ରଥମ ବୁଡେଇଲି। ଆଶା ନଥିଲା, କିନ୍ତୁ ମୋ ସ୍ୱାମୀଙ୍କ ଦେହ ବି ଭଲ ନଥିଲା। ବହୁତ ଥର ମୁଁ ମାନସିକ କଲି ମୋ ସ୍ୱାମୀଙ୍କ ଦେହ କେମିତି ଭଲ ହେଇଯାଉ, ମୁଁ ଟିକେ ଯିବି ସେଠିକି, କିନ୍ତୁ ତଥାପି ସେ ବି ଆସିବେ। କାଲି ଠାକୁରଙ୍କ ଦୟାରୁ କେମିତି ସେ ଭଲ, କାଲି ଭଲ ହେଇଗଲାରୁ କାଲି ଆସିକି ଦର୍ଶନ କରି ଗଲେ। ଜଗନ୍ନାଥଙ୍କ ପାଖକୁ ଆସିବା ପରେ ମୋ ଘରକୁ ଦେଖିକିରି ଲୋକମାନେ କହୁଛନ୍ତି ତୁ ଗୋଟେ ଜଙ୍ଘ ପାଇଛୁ, କିନ୍ତୁ ମହାବୀର ମୋର ପ୍ରଥମ ଜଙ୍ଘ, ମୋର ଯଜ୍ଞ ହଉଛି ମହାବୀର। କିନ୍ତୁ ମୁଁ ଏଠୁ ଏତେ ଅନୁତାପ ଅନୁଭବ କରୁଛି, ଯାହାକି ମହାପ୍ରଭୁଙ୍କର ଅପାର ମହିମା ଜଗତରୁ ଆସି ସମସ୍ତଙ୍କୁ ସେ ଅମୃତ ଦୃଷ୍ଟିରେ ଚାହିଁଛନ୍ତି। କିନ୍ତୁ ତାଙ୍କର ଅପାର ମହିମା ସିଏ ବର୍ତ୍ତମାନ ପାଇଁ କି ମହାବୀରଙ୍କର ବାନା ଏମିତି ଟେକ ହେଇଯାଇଛି। ଆମର ଜଗତସିଂହପୁର ଠାରୁ, କୋଣାର୍କ ଠାରୁ, ଭୁବନେଶ୍ୱର ଠାରୁ ଏବେ ବି ଲୋକ ଆସିକିରି ଇଏ ଯଜ୍ଞ